ଅନନ୍ତର ଅବ୍ରାହମ ନିକଟକୁ ଯାଇ କହିଲେ, ଆପଣ କି ଦୁଷ୍ଟ ସହିତ କାହିଁକି ଯେତେବେଳେ ସେ ଜାଣିଦେଲେ ଯେ ସୋଦମ ହମରା ବିନଷ୍ଟ ହେବା ପାଇଁ ଯାଉଛି, ସୋଦମରେ ଅଗ୍ନି ବୃଷ୍ଟି ହେବା ପାଇଁ ଯାଉଛି, ଅଗ୍ନି ଗନ୍ଧକରେ ବିନଷ୍ଟ ହେଇଯିବ, ସେ ଗୋଟେ କଥା କହିଲେ, ପ୍ରାର୍ଥନା କରି, ପ୍ରଭୁ ଗୋଟେ କଥା କହିବି ପ୍ରଭୁ, କଣ? ଆପଣ କି ଦୁଷ୍ଟ ସହିତ ଧାର୍ମିକକୁ ମିଶାଇ କରି ଦଣ୍ଡ ଦେବେ କି ପ୍ରଭୁ? ପ୍ରଭୁ କହିଲେ ନାଇଁ, ମୁଁ ସେମିତି କାମ କରିବି ନାହିଁ। ଆଗ କଣ କରିବି? ଧାର୍ମିକ ଲୋକକୁ ସେ ସୋଦମରୁ ବାହାର କରିଦେବି। ଧାର୍ମିକ ଲୋକ ଜାହାଜରେ ପ୍ରବେଶ କରିବ, ଧାର୍ମିକ ଲୋକ ଘରେ ପହଞ୍ଚିଯିବ, ତାପରେ ଦୁଷ୍ଟକୁ ଦଣ୍ଡ ଦିଆଯିବ। ମୋର ପ୍ରିୟ ଭାଇ ଭଉଣୀ ମାନେ, ଜଗତ ଉପରକୁ ବିପତ୍ତି ଆସୁଛି, ଭୟଙ୍କର ବିପତ୍ତି ଆସୁଛି। ଆପଣ ଭେନେଜୁଏଲା ବିଷୟ ଶୁଣିଥିବେ, ସେଠି କଣ ହେଲା? ଭୂମିକମ୍ପ ହେଲା, ଦୁଇଟା ଭୂମିକମ୍ପ ହେଲା 39 ମିନିଟ ଭିତରେ, ମାନେ 39 ସେକେଣ୍ଡ ଭିତରେ। କେତେ ସେକେଣ୍ଡ? 39 ସେକେଣ୍ଡ, 39 ସେକେଣ୍ଡରେ ଦୁଇ ଥର, ଗୋଟେ ମିନିଟ ମିଶା ନାହିଁ, ମାନେ 39 ଗଣଲା ଭିତରେ ଦୁଇ ଥର ହେଇଯାଇଛି। ପୁରା ଲକ୍ଷ ଲକ୍ଷ ଲୋକ ମାଟି ତଳେ ଦବିଗଲେ, ବିଲ୍ଡିଂ ଗୁଡାକ ଭାଙ୍ଗିଗଲା। এটা তো ଗୋଟିଏ ଘଟଣା ଘଟିଛି, ଆଗାମୀ ସମୟରେ ସ୍ଥାନେ ସ୍ଥାନେ ହେବ, ଏଟା ସ୍ଥାନେ ସ୍ଥାନେ ଭୂମିକମ୍ପ ହେବ, ସ୍ଥାନେ ସ୍ଥାନେ ମହାମାରୀ ହେବ, ଚାରିଆଡ଼େ ଯୁଦ୍ଧ ହେବ, ଭୟଙ୍କର ପରିସ୍ଥିତି ହେବ। ଏବେ ମଝିରେ ଜଣେ ଲୋକ କହୁଥିଲେ, ଆମର ଇଣ୍ଡିଆନ ଆର୍ମି ହୁଏତ ଆମର ବାଉଣ୍ଡ୍ରିରେ ପାକିସ୍ତାନ ବିରୁଦ୍ଧ ଯୁଦ୍ଧ ଲଢ଼ିବା ପାଇଁ ସୈନ୍ୟ ପଠାଇବା ପାଇଁ ଡେରି ହେଇପାରେ, କିନ୍ତୁ ଆମର ପାଖରେ ଯେଉଁ ସୈନ୍ୟ ଅଛନ୍ତି, କେଉଁ ସୈନ୍ୟ? ତାଙ୍କର ଯେଉଁ ଲୋକମାନେ ଅଛନ୍ତି ସେମାନେ ପୁଣି ମାନେ ରେଡିରେ ଅଛନ୍ତି। ସେମାନେ ମାନେ ଭାରତରେ ଆମର ସେନାବାହିନୀ ପୋଲିସ ବ୍ୟବସ୍ଥା ଛଡ଼ା ଆଉ ଗୋଟେ ସେନାବାହିନୀ ତିଆରି ହେଇଛି। ଆଗାମୀ ସମୟରେ ଗୋଟେ ଭୟଙ୍କର ପରିସ୍ଥିତି ଦେଶ ଆସିବାକୁ ଯାଉଛି। ଗୋଟିଏ ଦିନ ଆମେ ଦେଖୁଥିଲୁ, ରାସ୍ତାରେ ପୁରା ବୁଲୁଥିଲେ ଠେଙ୍ଗା ବାଡ଼ି ଧରିକରି, ହଜାର ହଜାର ସଂଖ୍ୟାରେ ବୁଲୁଥିଲେ। ଏମାନେ କିଏ? ଏମାନେ ଦେଶ ରକ୍ଷା କରିବା ଲୋକ? ଏମାନେ ଚାଇନା ସାଙ୍ଗେ ଯାଇ ଲଢ଼ବେ? ଏମାନେ ପାକିସ୍ତାନ ସାଙ୍ଗେ ଲଢ଼ବେ କି? ନାଇଁ ନା, ଏମାନେ କାହିଁକି ଅଛନ୍ତି? ଦେଶ ଭିତରେ ଗୋଟେ ଭୟଙ୍କର ପରିସ୍ଥିତି ଆଗକୁ ଘଟିବା ପାଇଁ ଯାଉଛି, ଗୋଟେ ଗୃହ ଯୁଦ୍ଧ ଘଟିବା ପାଇଁ ଯାଉଛି, ଗୋଟେ ସମସ୍ୟା ଦେଖାଯିବା ପାଇଁ ଯାଉଛି। ଏଇଟା ଗୋଟେ ବିଷୟ ନାହିଁ, ଆହୁରି ଅନେକ ବିଷୟ ଘଟିବା ପାଇଁ ଯାଉଛି। ପ୍ରିୟ ଭାଇ ଭଉଣୀ ମାନେ, ଆମର ଦିଲ୍ଲୀରେ ଯେଉଁ ଯନ୍ତର ମନ୍ତର ଅଛି କି ନାହିଁ, ସେଇଠି ଜଣେ ଶିକ୍ଷା ମନ୍ତ୍ରୀଙ୍କର ରେଜିଗ୍ନେସନ୍ ନିଅ ବୋଲିକରି ବସିଛନ୍ତି। ଜଣେ ଲୋକ 10 ଦିନ ହେଲା ଭୁକରେ ବସିଛି, ଅନଶନ କରୁଛି, ଆମର କଥା ଟିକେ ଶୁଣ। ସରକାର ହେରି ବି ଦେଖୁନାହାନ୍ତି, ହେରି ବି ଦେଖୁନାହାନ୍ତି। ତୁଇ ମରଲେ କି ବଦଲେ କେତେ? ସେମାନଙ୍କୁ ଲାଠି ମାରା ଯାଉଛି, ଲୋକମାନଙ୍କୁ ପାଣି ଛଡ଼ା ଯାଉଛି, ପଚାରୁ ନାହାନ୍ତି। ମାନେ ଭାବି ଦେଖନ୍ତୁ, ଆଗର ଦୁର୍ଗତି ଆହୁରି କ'ଣ ହେବା ପାଇଁ ଯାଉଛି, କ'ଣ ହେବା ପାଇଁ ଯାଉଛି। ଦେଖ ଆମର ପିଲାମାନଙ୍କର 1 କ୍ଲାସରୁ 6, 7, 8 କ୍ଲାସ୍ ଯାଏ ପିଲାମାନଙ୍କୁ ବହିରେ ଖରାପଟା ବାହାରିଛି, ଭୁଲ ବାହାରିଛି। କେଉଁ ବାପା ମା କହୁଛନ୍ତି ନା ଆଜ୍ଞା ଭୁଲ ବହି ଆମର ପିଲା ପଢ଼ବ ନାହିଁ ବୋଲି? ଖସିରେ ଗଲା ପରା, କେହି ନାହିଁ। କିଛି ଲୋକ ପାଟି ତୁଲ କରୁଛନ୍ତି, ଆହୁରି କିଛି ନାହିଁ। ଆଗକୁ ଦେଖନ୍ତୁ, ନା ଶିକ୍ଷା ବ୍ୟବସ୍ଥା ଠିକ୍ ଥିବ, ନା ସ୍ୱାସ୍ଥ୍ୟ ବ୍ୟବସ୍ଥା ଠିକ୍ ଥିବ, ନା ପାନୀୟ ଜଳ ଥିବ, ନା ବିଦ୍ୟୁତ। ସତ ନା? କରେଣ୍ଟ ତ ଏମିତି କାଟୁଛନ୍ତି, ଯଦି ତାଙ୍କର ଇଚ୍ଛା 2 ମିନିଟ୍, 5 ମିନିଟ୍, 10 ମିନିଟ୍, 8 ମିନିଟ୍ କରି ଦିନକୁ 1 ଘଣ୍ଟା କାଟି ଦେଉଛନ୍ତି, ଜଣାମିଶା ପଡ଼ୁନାହିଁ। ବର୍ଷା ନାହିଁ, ପାଣି ନାହିଁ, ପବନ ନାହିଁ, କରେଣ୍ଟ କାଟ। ସେ କରେଣ୍ଟ କାଟିଲା ବେଳେ ଲୋକମାନେ ଯେଉଁ ଭାଷାରେ ହୁଡ଼ୁଛନ୍ତି, ଯଦି ସେ ଇଲେକ୍ଟ୍ରିକ୍ ବାଲା ଶୁଣତେ ବୋଲେ କାମ ଛାଡ଼ି ଦେତେ। ସତ ହେଲେ ବି ଫରକ ପଡ଼ବାଟା ନାହିଁ। ପ୍ରିୟ ଭାଇ ଭଉଣୀ ମାନେ, ଆପଣ ଦେଖିବେ ସବୁ ଗଡ଼ବଡ଼ ହେଲା ପଛେ ଏକା ସେମାନେ ଆସିବେ। ଆଗ ଗାଁରେ ଘର ନିଆଁ ଲାଗିଯିବାର କି ନାହିଁ, ଏ ଫାୟାର ବ୍ରିଗେଡ୍ ବାଲା ଆସିବାର, ଦମକଳ ବାଲା କେତେବେଳେ ଆଇବେ? ନିଆଁ ଲାଗି ଲିଭି ସରିଥିବ, ସେ ଗାଁ ତକ ପାଣି ପକାଇଥିବେ, ପରେ ଆସି ପାଣି ଖୋଲି କରି ସେ ଶୁକ୍ଲା ଘରକେ ଭାଙ୍ଗି ଦେଇଥିବେ। এবার তো ঘর ভাঙবার দুঃখ তো থিব এবার সে কান্তি মাটি কান্তি কি নাই পানি মারি মারি সব ভসলা দিয়ে পলাইলা। লাস্ট লোক মানে তোর জଣଙ୍କର ଘର ଏମିତି ପଡ଼ିଥିଲା, ସେ ଲୋକ ମୁଠେ ହାତ ଦେଇ ବସିଛି। ମୁଁ କହିଲି ହଇ ଘର ପଡ଼ିଗଲା। ଘର ପଡ଼ିଲା ପାଇଁ ଚିନ୍ତା ନାହିଁ ଆଜ୍ଞା, ଏ ଫାୟାର ବାଲା ଆସି କାନ୍ତି ମନ ଭାଙ୍ଗି ଦେଇ ପଳାଇଛନ୍ତି। ପ୍ରିୟ ଭାଇ ଭଉଣୀ ମାନେ, ସବୁ ଡେରିରେ କାମ ହବ। ଆଗକୁ ଆଉ ଦେଖନ୍ତୁ କ'ଣ କ'ଣ ହେବା ପାଇଁ ଯାଉଛି।
ଏ ଜଗତର ପରିସ୍ଥିତି କିଛି ଭଲ ନାହିଁ, ସମାଜର ପରିସ୍ଥିତି କିଛି ଭଲ ନାହିଁ। ଆମେ ପ୍ରସ୍ତୁତ ହେଇ ରହିବା ଦରକାର। ପ୍ରଭୁ ଆସିବେ, ଖାଲି ସୁସମାଚାର ସମାପ୍ତ ହେଇଯାଉ, ପ୍ରଚାର ସମାପ୍ତ ହେଇଯାଉ, ସେ ଆଗମନ କରିବେ। ଶେଷ ସୁଯୋଗ ହୁଏତ ଆମ ପାଇଁ ବି ହେଇପାରେ। ପ୍ରଭୁ କ'ଣ କରିବେ? ସେ ମନୋନୀତ ଲୋକମାନଙ୍କୁ ସଂଗ୍ରହ କରିବେ। ସେ ଦୁଷ୍ଟ ଧାର୍ମିକକୁ ମିଶାଇ କରି ଦଣ୍ଡ ଦେବେ ନାହିଁ। ସେଇଥିପାଇଁ ସେ ଅପେକ୍ଷା କରିଛନ୍ତି। ଯେତେ ଧାର୍ମିକ ଲୋକ ନିଆଯିବ, ଧାର୍ମିକ ନୁହଁ ଜାହାଜରେ ପ୍ରବେଶ କରିବେ, ଧାର୍ମିକ ଲୋକ ସଦମରୁ ବାହାର ଆସିବେ, ଧାର୍ମିକ ଲୋକମାନେ ତୁରିଧ୍ୱନି ହେଲେ ମେଘମାଳକ ନୀତ ହେଇଯିବେ, ତାପରେ ତ ରକ୍ଷା ନାହିଁ। ଆମେ କ'ଣ ଦୁଇ ପ୍ରକାର ଜୀବନ, ଏନର ଏନର ପରା, ତେନର ତେନର ପରା। କାହିଁକି ପିଇଲ? ଭାଇନା କହିଲା, ବେଶୀ ବିଜାର କଲା, ଯିବା ପିଇବା ଟିକେ ରେ ଟିକେ ବେଲାରୁ ପିଇଦେଲି। ଭାଇନା କହିଲେ ପିଇଦେବ, ପ୍ରାର୍ଥନା କାହିଁକି ଆସିଲୁ ନାହିଁ? ପ୍ରାର୍ଥନା ଆସିବାକୁ ବାହାରିଥିଲି, ସେ କୁକୁଡ଼ା ଗାଳି ଯାଉଥିଲା, ଏକଲା ଲୋକ କୁକୁଡ଼ା କେମିତି ଧରି ଯିବ? ମୁଇଁ ଧରିବା ପାଇଁ ପଛବାଟେ ବସିଥିଲି। ଆରେ କେତେ ବଢ଼ିଆ ଦେଖ। ଜୁଆ ଖେଳିବାକୁ ଯାଇଥିଲୁ, ଖେଳିବାକୁ ଯାଇନଥିଲୁ, ଠିଆ ହିଁ ଦେଖୁଥିଲି, ଠିଆ ହିଁ ଦେଖୁଥିଲି। ଠିଆ ହିଁ ଦେଖିବାଟା ପାପ କି ନାହିଁ? ଥରେ ଆମର ସାଇଡରେ ଜୁଆ ଖେଳୁଥିଲେ, ପଞ୍ଚମ ଶ୍ରେଣୀ ମୁଁ ପଢୁଥିଲି। ଜୁଆ ଖେଳୁଥିଲେ, ଖାଲି ପଇସା ଫିଙ୍ଗୁଛନ୍ତି, ଆଉ ଟିକେ ସବୁବେଳେ ଗୋଟେ ଲୋଟ ଉଠାଇ ଦେଉଛି, ଏମିତି ଫିଙ୍ଗୁଛନ୍ତି, କେମିତି କେମିତି କରୁଛନ୍ତି, ଆରି ଗୋଟେ ଲୋଟ ଉଠାଇ ଦେଉଛି। ତୁ ଖାଲି ଭୟ ଖାନା ଏଇଟା କେମିତି ଏଇଟା କମାଉଛନ୍ତି? ଏମିତି ଭିତରେ ସବୁ ସିଆଡ଼େ ଟିକେ ଦେଖୁଛନ୍ତି ଆଉ ଖେଳୁଛନ୍ତି। ମତେ ଜଣା ନାହିଁ। ପୋଲିସ ଗାଡ଼ି ଭାରି ଆସିଲା, ସବୁ ଡାବୁ କାଶ ଛାଡ଼ି ପଳାଇଲେ। ମୁଇଁ ଏକଲା ଠିଆ ହେଇଛି, ମକେ କିଛି ଜଣା ପୋଲିସ ଆଇଲେ ପଳାଇବାର ବୋଲିକରି। ମତେ ଜଣା ନାହିଁ ଏ ଜୁଆ ଖେଳବାଟା ଭୁଲ ବୋଲି, ମତେ ଜଣା ନାହିଁ। ମୁଁ ଠିଆ ହେଇଛି, ମତେ ଆସି ପଦେ, ଏଇ କ'ଣ କରୁଛୁ, କେତେ କ୍ଲାସ୍ ପଢୁଛୁ? ମୁଁ କହିଲି 6 କ୍ଲାସ୍ କି 5 କ୍ଲାସ୍ କହିଲି। ପଢୁଛି। ଏଠି କ'ଣ କରୁଛୁ? ନାଇଁ ଦେଖୁଛି। କ'ଣ ଦେଖୁଛୁ? ଏଟା ଦେଖିବା ବିଷୟ ବି ବୁଝିପାରୁନି କ'ଣ ହେଲା ବୋଲି କରି। ମତେ ଟିକେ ଆରି ଟିକେ ବଡ଼ ହେଲେ ଗାଡ଼ିରେ ବସାଇ ନେତେବେ ମକେ। ପ୍ରିୟ ଭାଇ ଭଉଣୀ ମାନେ, ଜୁଆ ଖେଳବାଟା ଯେମିତି ପାପ, ଦେଖିବାଟା ବି ସେମିତି। ମୁଁ କହିବା ପାଇଁ ଚାହେଁ, ଆଜି ସୁଯୋଗ ସମସ୍ତଙ୍କ ପାଇଁ ଅଛି। ପ୍ରଭୁ ଆସୁଛନ୍ତି କାହିଁକି? ତାଙ୍କଠାରେ ଆଶ୍ରିତ ଲୋକମାନଙ୍କୁ ନେବା ପାଇଁ। କାହିଁକି ଆସୁଛନ୍ତି? ସେ ମନୋନୀତ ଲୋକମାନଙ୍କୁ ସଂଗ୍ରହ କରିବା ପାଇଁ। କ'ଣ ହେବ ପ୍ରିୟ ମାନେ? ଏବେ ଆମର କିଛି ମର୍ଯ୍ୟାଦା ନାହିଁ, କିଛି ଗୌରବ ମିଶା ନାହିଁ। ଖ୍ରୀଷ୍ଟିଆନ ବୋଲେ ଲୋକ ଭାବୁଛନ୍ତି ହୀନସ୍ତା, ହୀନସ୍ତା। ଖ୍ରୀଷ୍ଟିଆନ ଲୋକ ଏବେ ଯେତିକି ଜମିବାଡ଼ି ଅଛି କି ନାହିଁ ମନକୁ, ତାଙ୍କର ବେଡ଼ାରେ ଯାଇ କାମ କରିବୁ ଆମେ, ଘାସ ବାଛିବୁ ଆମେ, ଧାନ କାଟବୁ ଆମେ, ଶୁକାଇବୁ ଆମେ, ବାସ୍ତାରେ ଭଇଁ କରି କୁବାଟ ନେବାର ଅଛି। ପଛ ବାଟେ ଗୋଟେ ରାସ୍ତା ଥିବ, ତାର ଘରେ ନେଇ ଛାଡ଼ବାର ଅଛି। ଦାଣ୍ଡେ ଠିଆ ହେଲେ ଯାହା ବୋଲବେ ଛାଡ଼ା ମାରୁଛନ୍ତି ଗୋବର ପାଣି। ଆମର କାମ ଦରକାର, ମାତ୍ର ଆମେ ଦରକାର ନାହିଁ। ଥରେ ଗୋଟେ ଦୋକାନରେ ଏମିତି ଚା ପିଇଲି, ମତେ ଗ୍ଲାସ ଦବ ବୋଲି କହୁଛି। କ'ଣ କହୁଛି ମକେ? ମୁଁ କହିଲି କ'ଣ ପାଇଁ ଗ୍ଲାସ ଧୋଇବି? ଧୋଇବାକୁ ପଡ଼ିବ। ମୁଁ କହିଲି ଗ୍ଲାସର ଦାମ କେତେ ବୋଲି? ଗ୍ଲାସର ଦାମ କେତେ? 10 ଟଙ୍କା ବୋଲିଲା। 10 ଟଙ୍କା ଦେଲି, ଗ୍ଲାସକେ ନାଲେ ଫିଙ୍ଗଲି, ପଳେଇ ଆସିଲି। ତାକୁ କହିଲି, ତୁ ଯଦି ଗ୍ଲାସ ଧୋଇ ପାରୁନୁ, ଚା ଦୋକାନ କର ନାହିଁ, ଚା ଦୋକାନ କର ନାହିଁ। ତତେ ଆମର ଡାବୁ ଲୋଡ଼ା, ମତେ ଗିଲାସ ତୁ ଧୋଇବୁ? ଗ୍ଲାସ ଦେଲେ କ'ଣ ଜାତି ପଳେଇବ? କାର ଜାତି ପଳେଇବ? ମୋର ପ୍ରିୟ ଭାଇ ଭଉଣୀ ମାନେ, ଏମାନଙ୍କର ଅଲଗା ଅଲଗା ପାଠ। ଏବେ କେତେ ମାଷ୍ଟର ମନିଠୁ ଟ୍ରାନ୍ସଫର ହେଇଯିବେ ପୁଣି କୋରାପୁଟ ଜିଲ୍ଲାରୁ। କ'ଣ ପାଇଁ? ତାଙ୍କର ଦେହ ଖରାପ ହେଇଯାଉଛି। ଆମର ଦେହ ଖରାପ ଅଛି କି ନାହିଁ? ଆମର ପିଲା ଆମର ଦେହ ଖରାପ ଅଛି ନାହିଁ। ଆମକୁ ଏଠି ଜଳବାୟୁ ଖାପ ଖାଉନାହିଁ। ଆଗରୁ ଖାଇଲା କାହିଁକି? ତମକୁ ଚାକିରି ପାଇଲା ବେଲେ ପାଇଲ, ଚାକିରି କଲ, ଏବେ କି ଅସୁବିଧା ହେଲା ପଳାଉଛ? କିଟା ଗୋଟେ ଗଡ଼ବଡ଼ ଥିବ। ଏକରେ ସାର୍ଟିଫିକେଟ ଡୁପ୍ଲିକେଟ ଥିବ, ତାହେଲେ ତାଙ୍କର ଡକୁମେଣ୍ଟ ଗଡ଼ବଡ଼ ଥିବ, ଧରା ପଡ଼ିବ ବୋଲି ଏକାଥରେ ଦେହ ଖରାପ ହେଇ ପାଲାଉଛନ୍ତି। ଏବେ ଆମର ପିଲାମାନଙ୍କୁ ଚାକିରି ନାହିଁ। ଆପଣ କେଉଁ ଗାଁକୁ ବି ଯାଆନ୍ତୁ, ଗାଁରେ ଯିବେ ପଚାରିବେ ତମେ କେଉଁଠୁ ଆସିଛ? ସେ କହିବେ ପୁରୀରୁ, ସେ କହିବେ ବାଲେଶ୍ୱର, ସେ କହିବେ ଭଦ୍ରକ। ଥରେ ଆମେ କାଠଗଡ଼ ଆଡ଼େ ଯାଇଛୁ, କାଠଗଡ଼ ଭିତରେ ଯାଇଛୁ, ଆସିଲା ବେଳକୁ ସନ୍ଧ୍ୟା ହେଇଗଲାଣି, ପୁରା ଅନ୍ଧାର ଅନ୍ଧାର ସନ୍ଧ୍ୟା ହେଇଯାଇଛି। ଗୋଟେ ସ୍ତ୍ରୀ ଲୋକ ଗୋଟେ ଛୁଆକୁ ଧରି ଠିଆ ହେଇଛି। ତାପରେ ହାତ ମାରିଲା। ମୁଁ କହିଲି ରଖ, ଅନ୍ଧାର ହେଇଗଲାଣି, ଗୋଟେ ସ୍ତ୍ରୀ ଲୋକ ଅଛି, ଆକୁ ବସାଇବା। ତାକୁ ବସାଇଲୁ, ଏଡଜଷ୍ଟ ହେଇ ବସାଇଲୁ। ସେ ବସିଲା। ତାର ପଚାରିଲୁ କୁଆଡ଼େ ଯାଇଥିଲ? ନାଇଁ ମୁଁ ଟିକେ ଟିଚର ଅଛି। ତୁମେ ଟିଚର ଅଛ? ତମ ଘର କେଉଁଠି? ଏଠି ନାଇଁ, କେଉଁଠି? ସେ କହିଲା ବାଲେଶ୍ୱର। ତମ ସ୍ୱାମୀ କ'ଣ କରନ୍ତି? ନା ମୋର ସ୍ୱାମୀ କୋଟପାଡ଼ରେ ଟିଚର ଅଛନ୍ତି ବୋଲଛି। ତା ସ୍ୱାମୀ କୋଟପାଡ଼ରେ ଟିଚର, ଏଇଠି ଟିଚର। ଆମର ପିଲାମାନେ ବିଏ ବିଡି କରି ଖଡ଼ା ଖାଉଛନ୍ତି। ପ୍ରିୟ ଭାଇ ଭଉଣୀ ମାନେ, ପରିସ୍ଥିତିକୁ
କୁଆଡ଼େ କୁଆଡ଼େ ଯାଉଛି ଡାବୁ ପାଇଁ କିସ୍କିଟା କରୁଛନ୍ତି ତାଙ୍କ ଜଣା। ଏ ଜଗତ ରହି ହେବ ନାହିଁ ଆଗକୁ। ଏମିତି ଜଗତରେ ଆମେ ମୁଣ୍ଡି ହିଁ ରହିବା ପାଇଁ ଚେଷ୍ଟା କରୁଛୁ। ନାହିଁ, ପ୍ରଭୁ ଯୀଶୁ କ'ଣ କରିବେ? ଆସିଲେ ଆମେ ତାଙ୍କ ସହିତ ଗୌରବାନ୍ୱିତ ମଧ୍ୟ ହେବା। ଆପଣ ଦେଖିବେ କଲୋସିୟ ପୁସ୍ତକ 3 ପର୍ବ 4 ପଦ। କଲୋସିୟ 3 ପର୍ବ 4 ପଦ। ଆମ୍ଭମାନଙ୍କ ଜୀବନ ସ୍ୱରୂପ ଯେ ଖ୍ରୀଷ୍ଟ ଯେତେବେଳେ ସେ ପ୍ରକାଶିତ ହେବେ, ଯୀଶୁ ଯେତେବେଳେ ପ୍ରକାଶିତ ହେବେ ସେତେବେଳେ ଆମେ ମାନେ ମଧ୍ୟ ଗୌରବରେ ତାଙ୍କ ସହିତ ପ୍ରକାଶିତ ହେବା। କେମିତି ହେବା? ଗୌରବରେ ପ୍ରକାଶିତ ହେବା। ଏବେ ଆମର ଗୌରବ ନାହିଁ। ଏମିତି ଆକା ଅଛୁ, ପାତଲା ମୁଣ୍ଡ, କାଲିଆ ଫେସ୍, କି ନାହିଁ? କେମିତି ଅଛୁ? ଏମିତି ଅଛୁ। କିନ୍ତୁ ଯୋଉଦିନ ସେ ଆସିବେ ଆମେ ଗୋଟେ ଗୌରବ ଯୁକ୍ତ ଶରୀର ପାଇବା। ସେ ତାଙ୍କ ସହିତ ଗୌରବାନ୍ୱିତ ହେବା। ସେ କାହିଁକି ଆସୁଛନ୍ତି? ଆମମାନଙ୍କୁ ଗୌରବ ଦେବା ପାଇଁ ଆସୁଛନ୍ତି। ଏବେ ଗୌରବ ନାହିଁ, ଏବେ କଷ୍ଟ ଅଛି, ଏବେ ଅପମାନ ଅଛି, ଏବେ ଦୁଃଖ ଅଛି, ଏବେ ନିନ୍ଦା ଅଛି। ମୋର ପ୍ରିୟ ଭାଇ ଭଉଣୀ ମାନେ, ଯେଉଁମାନେ ଯୀଶୁଙ୍କ ମୁହଁରେ ଛେପ ପକାଇଥିଲେ, ତାଙ୍କର ଦାଢ଼ି ଉପାଡ଼ିଥିଲେ, ଦିନେ ଦେଖିବେ ସେ ମୁହଁ କେମିତିକା ମୁହଁ ଥିବ ବୋଲି। ସେ ମୁହଁ କେତେ ଗୌରବପୂର୍ଣ୍ଣ ମୁହଁ ଥିବ। ଆଜି ଆପଣ ଦେହରେ ଦୁଃଖ ଅଛି, କଷ୍ଟ ଅଛି, ରୋଗ ଅଛି, ଯୀଶୁଙ୍କୁ ସାକ୍ଷାତ କଲା ପରେ ଆପଣ ପୁରା ଗୋଟେ ହୃଷ୍ଟପୃଷ୍ଟ ଲୋକ ଭଳିଆ ହେବେ। ଆପଣ ଶରୀର ରୋଗ ରହିବ ନାହିଁ। ସେଇଟାକୁ ଅପେକ୍ଷା କରି ବଞ୍ଚିବା ଅଛି। ଏବେ ଟିକେ କଷ୍ଟ ଦୁଃଖ ବେମାର ହେଇଗଲେ ଆମର ବିଶ୍ୱାସ ମିଶା ତରଲି ଯାଉଛି। କେମିତି ଏଇଟା? ମୋର ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁଙ୍କ ନାମର ଗୌରବ, ପ୍ରଭୁଙ୍କ ନାମର ସ୍ତୁତି ହଉ। ଆଜି ପ୍ରଭୁ ଆମକୁ ସୁଯୋଗ ଦେଇଛନ୍ତି। 7 ତାରିଖ 8 ତାରିଖ ଗୋଟେ ମିଟିଂ ଥିଲା ମୋର, 7-8 ମିଟିଂ ଥିଲା। ସେ ମିଟିଂ କରୁ ମାନେ କ'ଣ କଲେ? ନାହିଁ, ମୋବାଇଲରେ ଦେଖାଉଛି ପ୍ରବଳ ବର୍ଷା ହେବ, ଭୟଙ୍କର ବର୍ଷା ହେବ, ସେଥିପାଇଁ 7-8 କ୍ୟାନସେଲ କର। ସେ ଡେଟ୍ ଏ ବାଟେ ମୁଇଁ ଦେଲି। ଏବେ ବର୍ଷା ହେଲା ବେ ବଲି ଯିବୁ ବେ। ପ୍ରିୟ ଭାଇ ଭଉଣୀ ମାନେ, କ'ଣ ଆମକୁ ଯେତେବେଳେ ସୁଯୋଗ ମିଳୁଛି କରିଦେବାର ଅଛି, ସେତିକି ନାହିଁ। ଆସନ୍ତା ସମୟ ବର୍ଷା ହେଲେ ମିଶା ଛାତା ଟେକି ଝିଅମାନେ ରେନକୋଟ୍ କିସ୍ ପାଇଁ ଅଛି? ବର୍ଷାରେ ପିନ୍ଧି ସ୍କୁଲ ଯିବା ପାଇଁ, କଲେଜ ଯିବା ପାଇଁ, ମିଟିଂ ଆଇବା ପାଇଁ ମିଶା, ସେତିକି ନାହିଁ। ମା ମାନେ ଗଲା ରେନକୋଟ୍ କିଣିଥିବ, ବର୍ଷା ହେଲେ ରେନକୋଟ୍ ପିନ୍ଧି ପ୍ରାର୍ଥନା ଭାରି ଆସିବାର ସରିଲା କଥା। ଝଡ଼ ଝଡ଼ ବର୍ଷା ମାରୁଥିଲେ ମିଶା ରେନକୋଟ୍ ପିନ୍ଧି ଟୋପି ପିନ୍ଧି କରି ଠିଆ ହେଇ ଶୁଣିବାର ଅଛି। ବକ୍ତାକୁ ଗୋଟେ ରେନକୋଟ୍ ଘେନି ଦେବ ଗିଫ୍ଟ ଭାବରେ, ଗୋଟେ ଗିଫ୍ଟ ଭାବରେ ରେନକୋଟ୍ ଆମେ ପିନ୍ଧି କରି ଆରାମରେ ଇଆଡ଼େ କାନେ ଘେନି ଦେଇକରି ପ୍ରଚାର କରୁଥିବୁ। ବାସ୍, ଠିଆ ଠିଆ ପ୍ରଚାର ହେଇଯିବ। ଥରେ ଗୋଟେ ଗାଁରେ ଏମିତି ବର୍ଷା ହେଲା, ପ୍ରଚାର ହେଲା ନାହିଁ, ଦୁରୁମ ଛାଡ଼ତେ ନାଚଲୁ। ନାଚରେ ନାଚ କୁଟା ନାଚି କରି ସେ କାଦ ଶୁଖିଗଲା। ଯୋଉ କାଦ ହେଇଥିଲା କି ନାହିଁ, ଏମିତି ମାଡ଼ାନି ନାହିଁ ସେ କାଦ ଶୁଖି ପୁରା ସଫା। ତାପରେ ପୁଣି ବାକ୍ୟ ଷ୍ଟାର୍ଟ ହେଲା। ଅସୁବିଧା କିଛି ଅଛି କି ନାହିଁ? ଆମେ ତ ଦିନ ଯାକ କାଦରେ ବୁଡ଼ିଥିବା ଲୋକମାନେ, ବେଡ଼ାରେ ଯାଇ ମାଣ୍ଡେକ ଲାଗା କାଦରେ ବୁଡ଼ି କରି କାମ କରିବା ଲୋକ, ଆମକୁ ବର୍ଷା ଡରାଇବ କି ନାହିଁ? ଆମର ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁ ଅନୁଗ୍ରହ କରନ୍ତୁ। ଏବେ ମୁଁ କଟକରେ ଥିଲି। କଟକରେ ଆମେ ଯେଉଁ ସାହିରେ ରହୁଛୁ, ସେ ସାହି ସବୁଠୁ ତଳେ ଅଛି, ରାସ୍ତାର ତଳେ। ବର୍ଷା ହେଲାରୁ ଏତିକି ଲାଗ ପାଣି, ଏତିକି ଲାଗ ପାଣି, ଜଙ୍ଗଲରୁ ଟିକେ ଉପରେ ପାଣି ଅଛି। ପ୍ରଚାର କରିବାକୁ ଯିବା, ରିଭାଇଭାଲ ମିଟିଂ ଅଛି। କ'ଣ କରିବି? ଫୋନ୍ କଲି, ରିକ୍ସା ପଠାଇବ କି? ନାଇଁ, ରିକ୍ସା ଆସିବ ନାହିଁ, ଅଟୋ ତ ଆସିବ ନାହିଁ। କେମିତି? ନାଇଁ, ଆପଣ ଆସନ୍ତୁ। କହିଲି କେମିତି ଯିବି? ସବୁ ନାଲର ମଇଳା ପାଣି ମନେ ଆସୁଛି, ଏଣ ତେଣ ମଇଳା ପାଣି। କ'ଣ କଲି? ହାଫ୍ ପ୍ୟାଣ୍ଟ ଗୋଟେ ପିନ୍ଧିଦେଲି, ବେଗକୁ ଧରିଲି, ବାଇବେଲ ବେଗି ଡିଡି ଯାଉଛି ଆରାମରେ। ଲୋକ ପ୍ରେସ୍ ତଳ, ହଁ ପ୍ରେସ୍ ତଳ ଚାଲ। ଗଲି ସେ ମିଟିଂ ଜାଗାରେ, ଗାଧେଇଲି ଭଲ କରି, ଗାଧୁଆ ପାଧୁଆ ହେଲି, ଲୁଗା ଚେଞ୍ଜ କଲି, ପ୍ରଚାର କଲି। ଆଇଲା ବେଲେ ପୁଣି ସେ ହାଫ୍ ପ୍ୟାଣ୍ଟ ପିନ୍ଧି କରି ଆରେ ବାରି ଆଇଲୁ। ଭାଇ ଭଉଣୀ ମାନେ, ଆଜି ସୁଯୋଗ ଅଛି, କାଲି କେ ନଥିବ। ଥିବ କେ କାଲିକୁ? କାଲି ନାହିଁ। କାଲିକୁ ମୁଁ ଛାଡ଼ିବି, କାଲିକୁ ପରିବର୍ତ୍ତନ ହେବି, କାଲିକୁ କାତା ହେବି, କାଲିକୁ କାଲି କାଲି ଥିବ? କାଲି କାହା ପାଇଁ ନାହିଁ, ଆଜି ଅଛି ଆମମାନଙ୍କୁ। ଆଜି ସୁଯୋଗ ଆମେ ନେବା। କ'ଣ? ପ୍ରଭୁ ଯୀଶୁ ଯେବେ ଆସିବେ ସେଥିରେ ଆମେ ଗୌରବାନ୍ୱିତ ହେବା। ମୋର ପ୍ରିୟ ମାନେ, ମୁଁ କହିବା ପାଇଁ ଚାହେଁ, ଯୀଶୁ କାହିଁକି ଆସୁଛନ୍ତି? ଖାଲି ସୁସମାଚାର ପ୍ରଚାର କାର୍ଯ୍ୟ ସମାପ୍ତ ହେଇଯାଉ, ତାଙ୍କୁ ଆପଣ ମେଘମାଳ ଦେଖିବେ।
ମେଘମାଳାରେ ତାଙ୍କୁ ଆପଣ ଦେଖିବେ ଯେବେ ସୁସମାଚାର ସରିଲା, ତୁରୀ ଶବ୍ଦ ହବ, କାମ ସରିଲା, ଚାଲ। ଯୋଉଦିନ ସୁସମାଚାର କାର୍ଯ୍ୟ ସରିଲା, ଜାହାଜ କାମ ବି ସରିଲା। କ'ଣ ବୋଲି କହିଲେ? ନହ ଜାହାଜରେ ପ୍ରବେଶ କର। ଜାହାଜରେ ପ୍ରବେଶ କଲେ ଜଳପ୍ଲାବନ ହେଲା, ବାସ୍। ଯୋଉଦିନ ସୁସମାଚାର କାର୍ଯ୍ୟ ସରିବ ସେଦିନ ପ୍ରଭୁ ମେଘମାଳାରେ ଥିବେ, ଆଉ ଆମେ ବି ସେଠି। କାହିଁକି ସେ ଆସୁଛନ୍ତି ଜାଣିଛନ୍ତି? ଆମକୁ ପ୍ରତିଜ୍ଞା କରିଛନ୍ତି। ଆମକୁ ଯେଉଁ ପ୍ରତିଜ୍ଞା କରିଛନ୍ତି, ଜହନ 14 ପର୍ବ ତାର 1, 2, 3 ଯଦି ପଢିବେ, ଜହନ 14, 1, 2, 3। ତୁମମାନଙ୍କ ହୃଦୟ ଉଦ୍ବିଗ୍ନ ନ ହଉ, ତୁମେ ମାନେ ଈଶ୍ୱରଙ୍କ ଠାରେ ବିଶ୍ୱାସ କର, ମୋ ଠାରେ ମଧ୍ୟ ବିଶ୍ୱାସ କର। ମୋର ପିତାଙ୍କ ଗୃହରେ ଅନେକ ବାସସ୍ଥାନ ଅଛି। ଯଦି ନଥାନ୍ତା ତାହେଲେ ମୁଁ ତୁମମାନଙ୍କୁ କହିଥାନ୍ତି, ମୁଁ ତୁମମାନଙ୍କ ନିମନ୍ତେ ସ୍ଥାନ ପ୍ରସ୍ତୁତ କରିବାକୁ ଯାଉଅଛି। ପୁଣି ମୁଁ ଯାଇ ତୁମମାନଙ୍କ ନିମନ୍ତେ ସ୍ଥାନ ପ୍ରସ୍ତୁତ କଲେ ପୁନର୍ବାର ଆସିବି। ଆଉ ମୁଁ ଯେଉଁଠାରେ ଥାଏ ତୁମେମାନେ ମଧ୍ୟ ରହିବ। ସେଥି ନିମନ୍ତେ ତୁମମାନଙ୍କୁ ହଁ ଯୀଶୁ କାହିଁକି ଆସୁଛନ୍ତି? ଆପଣା ନିକଟକୁ ଘେନି ଯିବା ପାଇଁ। ହାଲେଲୁୟା। କେତେ ବଡ଼ କଥା ଭାଇ ଭଉଣୀ ମାନେ, ଆମକୁ ନେବା ପାଇଁ ପ୍ରଭୁ ଆସୁଛନ୍ତି, ଆମକୁ ନେବା ପାଇଁ। ସେଥିପାଇଁ ଯୀଶୁ ଆସୁଛନ୍ତି। ଖାଲି ସୁସମାଚାର କାର୍ଯ୍ୟ ଶେଷ ହଉ, ମେଘମାଳା ଡାକିଦେବେ, ତୁରୀ ଫୁଙ୍କି ଦେବେ, ଏଠାକୁ ଉଠି ଆସ, ଆମେ ଚାଲିଯିବା କଥା। ଆମେ ଭାବୁଛୁ ତୁରୀ ବୋଲିକରି, ତୁରୀ ନାହିଁ, ଏଇଟା ଯୀଶୁଙ୍କର ସ୍ପର। ସେଟା ଯୀଶୁଙ୍କର ସ୍ପର। ପଢ଼ିବାର ଆବଶ୍ୟକ ନାହିଁ। ପ୍ରକାଶିତ ବାକ୍ୟ 4 ପର୍ବ 1 ପଦ ଲେଖାଯାଉଛି, ମୁଁ ତାଙ୍କର ସ୍ପର ଶୁଣିଲି। ସେ ସ୍ପର ତୁରୀ ଶବ୍ଦ ପରି ଶୁଭା ଯାଉଥିଲା। ଆଉ ସେ ତୁରୀ ଶବ୍ଦ କେମିତି ଶୁଭୁଥିଲା? ଏଠାକୁ ଉଠି ଆସ ବୋଲି କହୁଥିଲେ। ମୁଁ ଉଠିଗଲି ବୋଲି କହୁଛନ୍ତି। ତୁରୀ ଶବ୍ଦ ପରି ଥିବ। ଯୀଶୁ କାହିଁକି ଆସିବେ ପ୍ରିୟ ଭାଇ ଭଉଣୀ ମାନେ? ସେ ଦେଇଥିବା ପ୍ରତିଜ୍ଞାକୁ ସଫଳ କରିବା ପାଇଁ। କାରଣ ଆମର ପ୍ରଭୁ ପ୍ରତିଜ୍ଞା ରକ୍ଷାକାରୀ ପ୍ରଭୁ। ସେ ଯୋଉଟା କହିଛନ୍ତି ସେଟା କରିବେ। ଆଗା ସେ କହିଛନ୍ତି କରିବେ। ସେ ଆମକୁ କ'ଣ କରୁଛନ୍ତି? ତମକୁ ତାଡ଼ନା ଆସିବ ନାହିଁ, ତମକୁ ରୋଗ ଆସିବ ନାହିଁ। କୋଉଠି କହିଛନ୍ତି ପ୍ରଭୁ ରୋଗ ଆସିବ ନାହିଁ ବୋଲି? ମୃତ୍ୟୁ ଆସିବ ଆମକୁ। ରୋଗ କ'ଣ? ରୋଗ ଥିବ, ଏଟା ରୋଗର ଶରୀର, ଏଟା କଷ୍ଟର ଶରୀର। ଏଟା ତାଡ଼ନା ଥିବ, ଅଭାବ ଥିବ, ସମସ୍ୟା ଥିବ, ଦରିଦ୍ରତା ଥିବ। ତା ସହିତ ବଞ୍ଚନ୍ତୁ ଆପଣମାନେ, ବଞ୍ଚନ୍ତୁ। ମଝିରେ ଜଣେ ଭାଇଙ୍କୁ ଭେଟିଥିଲି। ସେ ମୋତେ କହୁଥିଲେ, ଭାଇ ଆଜ୍ଞା ମୋର କୋଡ଼କିରେ ଆଜ୍ଞା ମୋର ଡାବୁ ଅଛି ବୋଲୁଥିଲା। କ'ଣ ବୋଲି କହୁଛି ସେ? ମୋର କୋଡ଼କିରେ ଆଜ୍ଞା ମୋର ଡାବୁ ଅଛି ଆଜ୍ଞା। ସକାଳେ କୋଡ଼କି ଧରି ବାହାରିଲି ବୋଲେ ସନ୍ଧ୍ୟା ବେଳେ 300 ଟଙ୍କା ବାହାରିବ। କୋଉଠୁ ବାହାରିବ? କୋଡ଼କି ବାଟେ ବାହାରିବ। ମୋର ଡାବୁ କୋଡ଼କିରେ ଅଛି। ଯେ ପରିଶ୍ରମ କରିବ ସେ ଭୁକେ ଶୋଇବ କି? ପରିଶ୍ରମ କରିବ ଲୋକ ଭୁକେ ଶୋଇବ ନାହିଁ, ଭୁକରେ ଶୋଇବ ନାହିଁ ଭାଇ ଭଉଣୀ ମାନେ। ପ୍ରଭୁ ଆପଣଙ୍କୁ ଅନୁଗ୍ରହ କରନ୍ତୁ। ଆମର ଡାବୁ ଆମର ହାତେ ଅଛି। ଟେନସନ୍ ହେବା। ଆମେ କ'ଣ ପ୍ରାର୍ଥନା କରିବୁ? ହେ ପ୍ରଭୁ ଆଜି ଆମମାନଙ୍କୁ ପ୍ରয়োଜନ ଆହାର ଦିଅ। ଆମେନ୍। ଛିଡ଼ିଗଲା କି ନାହିଁ? ଛିଡ଼ିଗଲା। ଭଉଣୀ ମାନେ କହିପାରିବେ ଗାମଲାରେ ମୋର ଡାବୁ ଅଛି। କୋଉଠି ଡାବୁ ଅଛି? ଗାମଲା। ଗାମଲା ଭଇଲେ ସନ୍ଧ୍ୟା ବେଳେ ଡାବୁ। ମୋ ଡାବୁ କୋଉଠି ଅଛି? ବେଡ଼ାର କାଦ ଭିତରେ ଅଛି ନାଇକି? ଉତ୍ତରବାକୁ ଗଲେ ସନ୍ଧ୍ୟା ବେଳେ ଡାବୁ। ଆମକୁ କି ଟେନସନ୍? ଆମକୁ କି ଟେନସନ୍? ଆମର ଘରେ ମଧୁଆମନ 2-4ଟା ଅଛନ୍ତି ବୋଲି ଟେନସନ୍। ଏ ମଧୁଆମନ ନଥିଲେ ଆମର ଟେନସନ୍ କିଛି ନଥାନ୍ତା। ମୁଁ ପୁଣି କହିବା ପାଇଁ ଚାହେଁ, ଗୋଟେ ମଧୁଆ, ବେଶୀ ମଧୁଆ ନାହିଁ, ଗୋଟେ ମଧୁଆ ଯଦି ଘରେ ଥିବ, ୱାନ୍ ଆଣ୍ଡ ଓନ୍ଲି, ଓକଟି ଗୋଟେ ମଧୁଆ ଯଦି ଆମର ଘରେ ଥିବ, ସେ ଦିନକୁ 200 ଟଙ୍କାର ମଦ ପିଇବ। 200 ଟଙ୍କାର ମଦ ବୋଲେ କେତେ? ମାସକୁ କେତେ? 6000 ଟଙ୍କାର ମଦ ପିଇବ। କେ ଏକଲା ଗନ୍ଥମ ନା। ଆଉ ସାଇଡ଼ରେ ପୁଡ଼ିଆ ଖାଉଥିବ। 50 ଟଙ୍କାର ପୁଡ଼ିଆ, ବେଶୀ ନାହିଁ। କେତେ ଟଙ୍କା? 50 ଟଙ୍କା। 50 ଟଙ୍କା ବୋଲେ ମାସକୁ କେତେ ହେଲା? 1500। 6000 1500 कितना हुआ? 7500। 1 लाख गन्थम ना 7500 खर्च करुच्ची। से 7500 ଥିଲେ କ'ଣ ହବ? ଗୋଟେ ବସ୍ତା ଚାଉଳ, ଭଲ ଚାଉଳ, ଗ୍ୟାସ୍ ସିଲିଣ୍ଡର ଗୋଟେ, ଗାଡ଼ିରେ ତେଲ ପକାଇ ହେବ, ତାଇରେ ମାଛ ମାଂସ କିଣି ହେବ, ପନିପରିବା କିଣି ହେବ, ଔଷଧ କିଣି ହେବ, ପିଲାର ଟ୍ୟୁସନ୍ ଫିସ୍ ମଧ୍ୟ 7500 ଟଙ୍କା। ମୁଁ କହୁଛି ଆପଣମାନଙ୍କୁ ପୁଣି ଥରେ, ଏ ବହିରେ
गोटे अध्याय अच्छे ऋण मुक्त केमती हो पारे आप पढ़े दोस्तर परा धीरे धीरे पढ़तु दि जा परामर्श को जदि ग्रहण करेंगे आप ऋण मुक्त हो मोर प्रार्थना आम ख्रीस्टियान मान ऋण मुक्त हूँ आम साइड लेखा अच्छे कौन मद मुक्त ग्राम ऋण मुक्त अंचल बोलिक सत ना नहीं ऋण मुक्त एबे आमे काली ना केबे काली पर दिन से ग्रुप वाला मैंने घर भारी आस कबाट खोला मोर स्त्री पदले कड़े नहीं ग्रुप पैसा कौन ग्रुप नहीं लोन पैसा और देखले नाई 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 दीदी तुम घर नाई बिलार पड़े मैंने जार कर देखले तार लोन पे पड़ दौरान मैंने भाभी देखो तो समस्त ऋण रे बुड़ी ऋण को मुझे नुआ ना दे कौन भासी जा खटला भुकेला दिए बाटा ग्रुप ऋण इज इक्वल टू भासी जा खटला भुकेला दिए बाटा राइट 100% राइट सब ढापा आनीचु एवं कल बोल आखि आंधार हो जाऊँ प्रभु जगह दियो राजा बुधवार दिन को प्रभु कहले आनी था मुझे देवी बोली कहले तुमको एबे आपण मान को निजे योजना करवा अच्छी केमती से बाहर मुझे कहवाई चाहे बेसी दिन लगभग अल्प दिन ऋण मुक्त हो ऋण मुक्त है मूल के आनबे आउ आनबे ना कौन करेंगे तुम्हें तो भल भाव 20,000 टका देदेल तुम 30,000 टका नहीं पार नब कि 30,000 30,000 आरी आणब ना आज्ञा था कौन पाई नब ना निरंजन आज्ञा मना कर निरंजन आज्ञा किए कहे प्रभुंर दास मोर बड़ भाई बोली कही दियो ऋण कहीं नब ना बोले मोर बड़ भाई मना कर देव कि से पैसा देव ना आइडिया देव डाबू देने वाला नहीं मझे गोटे ग्रुप वाली मोक डाबू मागुला आसिक ए बाबू बाबू आज जाइन बाबू ए बा ए ग्रुप पैसा मागवा लोग ऋण मागवा लोग एमती लाले पिटा बजी कथा है बाबू ए बाबू जाइन बाबू नहीं जाई नहीं काली को जीवु नहीं 2 दिन पर थी था हेले बाबू गोटे कथा कहबी गोटे 500 टका दे था ग्रुप डे बांधवार अच्छे मुझे तो लाज लगुच कि नहीं मोर भाषा कहली ताको तो लाज लगुच कि नहीं तु प्रभु को दास को ऋण मागब तुई तुई मके देवा कथा तुई देले मुई खाइबी तुई मके डाबू मागबिस तुई सेंतिया का कहबी आरी ठिया आरी कहती था से बाइबल बेसी बुझबार न 4टा रेफरेंस सहित होड़ी था मोर प्रिय भाई भौणी माने सुजोग अच्छी कौन करने आम सब झमेला बाहर प्रभु रे आम रहा प्रभु आसछंती कौन से देइथिबा प्रतिज्ञा को पूरा करबा एटा तो रोगर शरीर कि नहीं रोग थी मते भी असुविधा होची मते भी असुविधा होची मते भी एत समय कथा हवा इच्छा नहीं गोड़ दुका आटा दुका ही जाती एत समय कथा ही कौन करबा कथा चिन्हु नहीं नेक्स्ट टाइम केबे मिसबु जना नहीं पाई मु कहूची आपण मान एबे सुजोग अछि आमे कौन करबा जीवन को सजाड़िबा जते जो दिन सुसमाचार कार्य सरीगला जीशु को मेघमाला आप देखिए रेडी अच्छा बाकी लोक सुसमाचार आम प्रस्तुत ही रही अच्छे आम जागृत ही रही अच्छे ए जो रोग अच्छी कि नहीं व्यस्त हुआ नहीं एने पला पला तेने पला पला हवा दरकार नहीं खसरी गला पड़ा था जीशु जब आसबे कौन हम जानते फिलिपियो तार 3 पर्व 20-21 फिलिपियो 3 पर्व 20-21 आंभे माने तो स्वर्गर प्रजा से स्थान आंभे माने त्राणकर्ता प्रभु जीशु ख्रीष्टर आगमनर अपेक्षार अच्छु से आपनार जो कार्य साधक शक्ति द्वारा समस्त विषय को निजर बसीभूत करि पारती तो द्वारा आम मान छार शरीर कि शरीर छार शरीर को रूपांतरित करी आपनार गौरवमय शरीर सदृश करेंगे तांकर शरीर जमी गौरवमय से आसले मोर शरीर भी सेमती किसी चिंता करना सिकल सेल अच्छी किसी बाधा नहीं बीपी अच्छी डायबिटीज अच्छी थायराइड अच्छी थाउ बेते नहीं किडनी अच्छी बोले किडनी प्रोब्लेम मिसा थी कि नहीं किडनी थी कौन थी किडनी प्रोब्लेम थी बीपी थी कि नहीं सबको थी बीपी थी सबको उंडा अधिक टिके थी थायराइड अच्छी थाउ बेते नहीं मत पाद बेसी जला पड़ा लो पाद अच्छी जला पड़ा मिसा आखि दिशे नाई लो
आखि दिसबो नाइलो दिसबा एतके दिन आका दिसबो दिसबो और जदि बेसी टीवी देखबो मोबाइल देखबो आखि मूल के दुसबो नहीं एबे जने माँ आसी मते कहउथिले बाबू टिके प्रार्थना कर दे बाबू ए काने मु सुनी पारु नहीं ए काने किछि सुनी पारु नहीं मु कहले माँ तुम्हें ए कान रे मोबाइल सुनुच कि हाँ बाबू प्रभु जनाइले कि प्रभु जानाई नांती मुई एका जानाइलिनी तते तापर ता गोड़ परामर्श देली माँ एबे ए कान रे तुमको शुभु नहीं एबे ए कान रे सुनो जो दिन दुईटा कान शुभ नहीं सेते बेले आइले मुई प्रार्थना एका थरके कर देबी जाओ ए माने पुनी फोन धरी काता हेबे भैरी हेले आमी प्रार्थना कर देबो कान कोन भाई दैछथि वाक्य सुनबा पाई कि मोबाइल काने के दिथिबा पाई देखो मोबाइल केंति जो जाकी देबे कान गरम होछि कि नहीं जो रेडिएशन जो वाइब्रेशन आछि कान गरम हेटे अछि इटी तो कोई छाती रे समय रखो केन 2 घंटा पर एटा बथाइबो छाती बथाइबो कि नहीं बथाइबो भौणी मान अंटारे खुची था बंदूक पर मकेटा भौणी मान को देखुची मई पेट डेरी दे करी ए मोबाइल के खुची दे करी बोल छी नहीं कौन एटा अरे हाथे धरन कुटी रखो रखले हबो जदि एटा को पिछाड़े रखबे पछुआड़े पकेट रखबे ए एरिया पूरा नष्ट हो जीवो एटा भल जिनिस नहीं इटी रखो कथा हेबो फोन आले कथा हेबो रखि देथिबो ताके धेरिया का रांदु थिबे याते धेरि थिबे याते केबे भुलु ताके पके घाटबार बेल नहीं बेल कौतरी परा गोटे माँ फोन रे कथा पिला को झाड़ा नहीं बसाइला आरी फोन रे कथा घरे भारीला से पिला झाड़ा बसछि से कुकुर पछबाटे जगिछि उठले बोले मुई मोर व्यवस्था करबी बोली ए उठो नै तर पिछारे चाबी देला से पिला कांदी कांदी आसुछि माँ चाबी ए बा चाबी केने गला चाबी से बाबूजी चाबी काटी बोली चाबी केने गला चाबी नहीं तर पिला फेंडे चाबी देछि माने कम के बापा माँ जंती बाया बाइडी मोबाइल पाई पिलाटो भी सेंती आका से सम्मान बाया बढ़िया कुकुर रो पिला केती थिबो कुकुर पर तो थिबो केती थिबो सत कि नहीं घुसरी पिला केती थिबो घुसरी पर थिबो बाग पर न थिबो थिबो कि घुसरी गोटे पसिकता को टाइगर बोलो कि हसबे लोग सत कि नहीं केदर कुकुर पसि कोन कहथिबे टाइगर बोलते कुकुर पुनी टाइगर सेटा तो कुकुर आमर पिला आमर पर हबार अछि आज प्रार्थना करबा समस्त प्रभु को पाक जिबा प्रभु आसिले कोन हबो आमर अक्षय शरीर देबे से शरीर क्षय पाइबो नै से शरीर पाइबा को अपेक्षा रहिबा प्रिय माने बेसी समय नै प्रभु का आशीर्वाद समय हे गलानी मु कहउतिली आपन मान को केवल सुसमाचार प्रचार एबो तत्पर जुगांत तापर जुगांत हबो समस्त जातिर निकट सुसमाचार प्रचार हेबो तापर जुगांत हेबो जीशु कौन कहले तुम पृथ्वीर प्रांत पर्यंत सुसमाचार जो दिन सब पहुंची जीव तार परे से मेघमाला नित प्रार्थना करबा हमर जीवन को देखबा केमती अछि हमर जीवन केमती अछि हमर चरित्र केमती अछि आमे सब जगत पथरे बाया ही बुलुछु हमर समस्त चिंता खाली जगत केमती खाइबू केमती बंचबू केमती चलबू हमको शैतान भेमरी करछि सेठी समस्त चिंता सेटा देखिए जार भी से केते बड़ प्रचारक हूँ विश्वासी हूँ खाली केमती जगत रे भल खाइबी भल पिंधबी भल थी तार ऊपर का चिंता जाऊ ना शैतान हमको सबको भेमरी कर रखी प्रभु का दास कौन कहते अगर आप प्रभु पर विश्वास करोगे आपके पूरे हालात बदल जाएंगे आपके घर बदल जाएगा गाड़ी बदल जाएगा आपका पूरा जो पैसा इधर उधर पड़ा हुए वो भी मिल जाएगा यीशु के नाम से सब मिल जाएगा हमें आप हारी करी सब जो दीति मिल जाएगा तार ऊपर यार किस आचे कि नहीं ऊपर किसी अच्छी ना नहीं सेटा चिंता नहीं आज यहाँ जितने लोग हैं घुटने में दर्द है आइए मैं घुटने में दर्द है प्रार्थना करूंगा नहीं घुटने में प्रार्थना करो बोलवा घुटने में दर्द है प्रार्थना नहीं घुटने में दर्द रहने से भी प्रार्थना आपको करना है सेटा सेटा जिन लोगों का ठीक से आंखें दिखाई नहीं दे रहा है आंख दिखाई वो लोग आइए प्रार्थना नहीं जितना भी दिखाई दे रहा है उतने में बाइबल पढ़ो टिकट के दुस्ता है टिकट के पढ़ो
जितना दुस्ता है उतना पढ़ो, लाइट पाके बसो, बाइबल धीरे करी पढ़ो। अंधाटी नहीं पढ़ सकते हैं, कुटी पढ़ना है, लाइट पाके बसना है, अरे वहां बैठने पढ़ना है। जिन लोगों का आंख दिखाई नहीं दे रहा है, आइए मैं दुआ करूंगा, तो दुआ तोर घर रोक, हमारे घर में दुआ से बाती के भाग भाग तोर दुआ धीरे पे किसको। और प्रिय भाई बहनी माने हमको ये फालतू सुस्थता पत्र नहीं, प्रभु सुस्थ कले प्रेज द लॉर्ड नइले नहीं, आमर जीवन बदलबार अछि, चरित्र बदलबार अछि, पापरु मुक्त हेबार अछि, सेटा चिंता करबार अछि। यहाँ एक बहन बैठी है, उधर एक बहन बैठी है, जड़े भौणी सेठारे बसिछती, ताको मनरे बहुत दुख अछि, ऋणरे बुड़ी जाइछथि, से कहबो नाही आज्ञा से नाही, आंगटी ए बाटे मिसा कर, मुई मिसा अछि आज्ञा, मुई मिसा सबु ऋणवती माने बसिछथि। वहाँ एक भाई बैठा है, उस चेयर के बीच में एक भाई बैठा है, उसके परिवार में बहुत अशांति है, उसके जीवन में कोई भी सुकून नहीं है। बोले भाई मन को नहीं आ गया, मुई मिसा आ गया, मोर घरे मिसा दुख आचे बोले कोई। यहाँ के लड़का बैठा है, उसको नौकरी नहीं मिल रहा है, और वो दुखी है, गोटे किस्ता देश तक पिला के नौकरी नहीं। प्रिय भाई बोली माने एटा मने भाववाणी, प्रभु आपको एक नया गाड़ी दे जा रहे, खाली आशीर्वाद कल जागतिक आशीर्वाद देखा, काके सुना मिलबो, काके गाड़ी मिलबो, काके घर मिलबो, काके पिला मिलबो, काके आटा दुका, पिटी दुका, एटा आका तुमके भाववाणी मिल रहा है। अरे पाप छाड़ो, पवित्र हुओ, स्वर्ग को जाओ, केबे कहबो। बाप्ती जगत जहन कौन गले मन परिवर्तन करबो तो करो न देखो, बस एटा भाववादी स्मरण। जदि मोर नारे मुई भाववादी बोल लिखि पारुछि, ताले परिवर्तन प्रचार भी करबा अछि, पापर फेरबा कथा भी कहबार अछि। प्रिय माने प्रभु जी हमन को अनुग्रह करंतु, वाक्य सुनला बेले समस्त को झियो माने समस्त पुओ माने सावधान। बाइबल अछि कि नहीं अछि, जदि नहीं बोले आज्ञा को लिस्ट दबो, से आनी देबे, पैसा दे देबो, आज्ञा पैसा देबो, आदि बाइबल नेबो, चुपचाप रे नहीं 300 टका रिचार्ज चुचाई कर दउछंती। एथर जिओर टिके रिचार्ज फ्री रे कर दियो, फ्री किछि नहीं, तेल पकाइबो 100 बोले 100 टका आका, 105 टका तेल भी पकाइबो नहीं, किछि फ्री नहीं। बाइबल कहीं फ्री, बाइबल किणबो, माँ मैंने सबको बाइबल घेन दबो, पढ़बू, मोर आगे पढ़बू बोली कहबो, टोकी को बाइबल पढ़बू। ए माँ मोबाइल को घेनी देखो, तु बाइबल पढ़ीस तो घेनी देवी, तुमको केबे बाइबल घेन देवा पढ़बो नहीं, मोबाइल घेन देवा पढ़बो नहीं, से तो बाइबल पढ़बो नहीं। बाइबल गोटे गोटे लाइन पढ़ो बोलू बोलू मुंड खा जाए आरंभ करे, मोबाइल बोले ये दिन जाको देखले मिसा आमे समस्ते छंदी हिचु ए जगत रे, खाली खाइबा पाई, रोजगार करबा पाई, व्यवसाय करबा पाई, सुस्थ हेबा पाई, समृद्ध हेबा पाई, किंतु आगो को चिंता होनी। आगो को चिंता करो, जो दिन समुदाय जातिर निकट सुसमाचार प्रचार हो, जुगांतर समय आसी जीव, प्रभु जीशु ख्रीष्ट मेघमाला को आसी जीवे, आम को मेघमाला को जीवा अच्छी। आसत जो जगह टिके ठिया हवा, पदे प्रार्थना करबा बसिबा, समस्ते अपन अपन स्थान ठिया हो, प्रार्थना करबा पई जीवा।